ଭାରତରେ ବର୍ତ୍ତମାନ ଯୁଦ୍ଧ ଭଳି ସ୍ଥିତି। ପେଟ୍ରୋଲ ଓ ଡିଜେଲ ସଙ୍କଟ ଦେଖାଦେଇଛି। ପେଟ୍ରୋଲ ପମ୍ପଗୁଡ଼ିକରେ ଗ୍ରାହକଙ୍କ ଲମ୍ବା ଲାଇନ୍। ଏଭଳି ସ୍ଥିତିରେ ସୁବର୍ଣ୍ଣପୁର ଯୋଗାଣ ବିଭାଗକୁ ମିଳିଛି ବଡ଼ ସଫଳତା। ଅନେକ ଦିନରୁ ଚାଲି ଆସୁଥିବା ଏକ ଅପମିଶ୍ରଣ କାରବାରର ପର୍ଦ୍ଦାଫାଶ କରିଛି ଯୋଗାଣ ବିଭାଗ। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଖମ୍ବେଶ୍ୱରୀପାଲି ତେଲନଦୀ ରାସ୍ତାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଗୋଦାମ ଗୃହରେ ଯୋଗାଣ ବିଭାଗ ଚଢ଼ାଉ କରିଥିଲା। ସେଠାରେ ଅପମିଶ୍ରଣ ପାଇଁ ମହଜୁଦ ଥିବା 3ଟି ବଡ଼ ଟାଙ୍କିରେ ଥିବା 890 ଲିଟର କିରୋସିନ ଜବତ କରିଛି। ପରିସର ମଧ୍ୟରେ ବେନିୟମ ଭାବେ ଗଚ୍ଛିତ ଥିବା ବାଲି ଏବଂ 2ଟି ହାଇୱା ମଧ୍ୟ ଖଣି ବିଭାଗ ପକ୍ଷରୁ ଜବତ କରାଯାଇଛି। ଏହି ଚଢ଼ାଉରେ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ଉପଜିଲ୍ଲାପାଳ ଡକ୍ଟର ସୌମ୍ୟା ରୂପା ରଥ, ଯୋଗାଣ ଅଧିକାରୀ କେଦାରନାଥ ନାୟକ, ସୋନପୁର ଆଇଆଇସି ଯାଦବ ବାଗ, ଅତିରିକ୍ତ ଯୋଗାଣ ଅଧିକାରୀ, ଯୋଗାଣ ଇନ୍ସପେକ୍ଟର, ଅତିରିକ୍ତ ତହସିଲଦାର, ଖଣି ଅଧିକାରୀ ମିଳିତ ଭାବେ ସାମିଲ ଥିଲେ। ଗୋଦାମ ଗୃହ ସମ୍ମୁଖରେ ଥିବା ଧଳା ମାଟିକୁ ବ୍ୟବହାର କରି ଅପମିଶ୍ରଣ ହେଉଥିବା ଜଣାଯାଇଛି। 890 ଲିଟର କିରୋସିନ ଦେଲା, ତାକୁ ଇଏ କରିକି ଡିଜେଲ କରୁଥିଲେ ସେମାନେ ଇଏ କରିକି। ସେଥିପାଇଁ ଆମର ମାଜିଷ୍ଟ୍ରେଟ ସବ୍ କଲେକ୍ଟର ମ୍ୟାଡ଼ାମ୍ ଆସିଛନ୍ତି ଏବଂ ଆଇଆଇଜି ସୋନପୁର ଆସିଛନ୍ତି। ତାଙ୍କ ପ୍ରେଜେନ୍ସରେ 890 ଲିଟର କିରୋସିନ ସିଜ୍ ହେଇଛି ଏବଂ ତା'ର ଯାହା ଯାହା ଡ୍ରମ୍ ଥିଲା ସବୁ ଏମ୍ପ୍ଟି ଡ୍ରମ୍ ସେଗୁଡ଼ାକ ସିଜ୍ ହେଇଛି। ପ୍ଲସ୍ ଟୁଲୁ ମେସିନ୍ ଗୋଟେ ୟୁଜ୍ କରୁଥିଲା ସିଏ, ସେଇଟା ବି ସିଜ୍ ହେଇଛି। ତ ସମ୍ପୃକ୍ତ ସେଇଟା କେହି କ୍ଲେମ୍ କରିନାହାନ୍ତି। ସେଇଟା ବର୍ତ୍ତମାନ ପର୍ଯ୍ୟନ୍ତ ଅନକ୍ଲେମ୍ ଅଛି। ହେଲା ଜିନିଷ ଯଦି ତାକୁ ଇଏ କ୍ଲେମ୍ କଲା ତାହେଲେ ଆମେ ସେଇ ହିସାବରେ ଏଫଆଇଆର୍ଟା ରେଡ଼ି କରିକି କଲେକ୍ଟର ଦେବୁ। ତ ଆମ ପାଖରେ ସେ ଜିନିଷଟା ରହିବ ନାହିଁ, ବୁଝିପାରିବେ ନା। ସେଇଟା ରେଭିନ୍ୟୁ ମ୍ୟାଟର, ସେଇଟା ଆମେ କହିପାରିବୁନି କାହା ଇଏରେ ଜାଗାଟା ଅଛି।